ବନ୍ଧୁଗଣ, ରାଶିଚକ୍ରରେ ଗ୍ରହମାନଙ୍କର ପରିବର୍ତ୍ତନ ହେବାକୁ ଯାଉଅଛି। ଏହା ଫଳରେ ରାଶିମାନଙ୍କରେ ନାନା ପ୍ରକାର ପରିବର୍ତ୍ତନ ଦେଖିବାକୁ ମିଳିଥାଏ। ଜ୍ୟୋତିଷ ଶାସ୍ତ୍ରରେ 12 ରାଶିମାନଙ୍କର ବର୍ଣ୍ଣନା କରାଯାଇଛି। ଯେତେବେଳେ ଏହି ଗ୍ରହମାନେ ନିଜର ସ୍ଥିତି ବଦଳାଇଥାନ୍ତି, ସେତେବେଳେ ଏହାର ସକାରାତ୍ମକ ତଥା ନକାରାତ୍ମକ ପ୍ରଭାବ ଆପଣମାନଙ୍କ ରାଶି ଉପରେ ପଡ଼ିଥାଏ। ଦୀର୍ଘ 500 ବର୍ଷ ପରେ ପବିତ୍ର ରଜ ସଂକ୍ରାନ୍ତିରେ ଏକ ଅଦ୍ଭୁତ ମହାସଂଯୋଗ ଘଟିବାକୁ ଯାଉଅଛି। ଆପଣମାନଙ୍କ ଜୀବନରେ ହେବାକୁ ଯାଉଥିବା ପରିବର୍ତ୍ତନ ଆପଣ ଜୀବନକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେବ। ବନ୍ଧୁଗଣ, ରଜ ସଂକ୍ରାନ୍ତି ପରେ ଏହି ରାଶିର ଲୋକମାନଙ୍କର ସବୁ ଚିନ୍ତାର ଅନ୍ତ ଘଟିବ। ଦୁର୍ଭାଗ୍ୟ ଆପଣମାନଙ୍କ ପାଖରୁ ଦୂରେଇ ଯିବ। ଏହାଛଡ଼ା ଆପଣମାନେ ଯେଉଁ କାମରେ ହାତ ଦେବେ, ସେହି କାମ ଆପଣମାନଙ୍କର ସମ୍ପୂର୍ଣ୍ଣ ହେବ। ବିଭିନ୍ନ କ୍ଷେତ୍ରରୁ ଆପଣଙ୍କର ପ୍ରଚୁର ଧନଲାଭ ହେବାର ବହୁତ ସମ୍ଭାବନା ଅଛି। ବନ୍ଧୁଗଣ, ଆପଣଙ୍କର ଚାକିରି କ୍ଷେତ୍ରରେ ମଧ୍ୟ ଭାଗ୍ୟ ଆପଣଙ୍କ ପକ୍ଷରେ ରହିବ। ଆପଣଙ୍କର ପରିବାର ଲୋକେ ଆପଣଙ୍କର ପ୍ରଶଂସା କରିବେ। ବନ୍ଧୁଗଣ, ରଜ ସଂକ୍ରାନ୍ତି ପରେ ଆପଣମାନଙ୍କୁ ବହୁତ ଖୁସି ମିଳିବାକୁ ଯାଉଅଛି। ମାତ୍ର ଆପଣ କାହା ସହିତ କଳହ କିମ୍ବା ଝଗଡ଼ା କରନ୍ତୁ ନାହିଁ। ଏହା ଆପଣଙ୍କୁ ବହୁତ ବଡ଼ ବିପତ୍ତିରେ ପକାଇ ପାରିବ। ଆଉ ରହିଲା ଚାକିରି କ୍ଷେତ୍ରରେ, ନିଜ ଉଚ୍ଚ ଅଫିସରଙ୍କ ଠାରୁ ପ୍ରଶଂସା ପାଇବାକୁ ଯାଉଛନ୍ତି। ଯେଉଁମାନଙ୍କର ବିବାହରେ ବିଳମ୍ବ ହେଉଅଛି, ସେମାନଙ୍କୁ ଅତି ଶୀଘ୍ର ଶୁଭ ଖବର ମିଳିବାକୁ ଯାଉଅଛି। ପ୍ରେମ ସମ୍ବନ୍ଧୀୟ ମାମଲା ଆପଣଙ୍କର ସୁଖମୟ ହେବ। ଆପଣ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ଅଗ୍ରସର ହେବେ। ଆପଣଙ୍କୁ ନିଜ ଧର୍ମପତ୍ନୀଙ୍କ ସହଯୋଗ ପ୍ରାପ୍ତ ହେବାକୁ ଯାଉଅଛି। ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ନିଜର ଆଶୀର୍ବାଦର ହସ୍ତ ସର୍ବଦା ବନାଇ ରଖିବେ। ବନ୍ଧୁଗଣ, ସେହି ଭାଗ୍ୟଶାଳୀ ରାଶିଗୁଡ଼ିକ ହେଉଛନ୍ତି ସିଂହ ରାଶି, ମେଷ ରାଶି, ବୃଷ ରାଶି, ବିଛା ରାଶି, କନ୍ୟା ରାଶି, ଧନୁ ରାଶି ଏବଂ ମୀନ ରାଶି। ବନ୍ଧୁଗଣ, ଆପଣମାନଙ୍କୁ ଏହି ବିଶେଷ ବିବରଣୀଟି କିଭଳି ଲାଗିଲା, ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲନ୍ତୁ ନାହିଁ। ଆଉ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବା